ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପକୁ ସହ୍ୟ ନ କରିପାରି ଯେତେବେଳେ ଆମେ ଛାତ ତଳେ ଏସି କିମ୍ବା ଫ୍ୟାନର ସାହାରା ଖୋଜିଥାଉ, ଠିକ୍ ସେତିକି ବେଳେ ଏମାନେ କାନ୍ଧରେ 20 କେଜିରୁ ଉର୍ଦ୍ଧ୍ୱ ଓଜନର ବ୍ଲୋୟର ମେସିନ୍ କାନ୍ଧେଇ ପାହାଡ଼ ଚଢ଼ିଥାନ୍ତି। ଡହଡହ ଖରା ହେଉ କିମ୍ବା ରାତିର ଘନ ଅନ୍ଧାରକୁ ଖାତିର ନ କରି ଏମାନେ ପ୍ରକୃତିର ସୁରକ୍ଷାରେ ନିଜକୁ ନିୟୋଜିତ କରିଥାନ୍ତି। ଏ ହୀନ ମାନସିକତାଧାରୀ ମଣିଷ ପାଇଁ ଏମାନେ ମାସ ମାସ ଧରି ହଇରାଣ ହରକତ ହେଉଥିଲେ ବି ଏ ମଣିଷ ସମାଜ ସୁଧୁରିବାର ନାଁ ଧରୁନି। ଜଙ୍ଗଲକୁ ଜଳେଇ ସେମାନେ କି ଖୁସି ମିଳୁଛି ଏହା କେବଳ ସେମାନଙ୍କୁ ଜଣା। ହେଲେ ବନ କର୍ମଚାରୀଠୁ ଆରମ୍ଭ କରି ଫାୟାର ସ୍କ୍ୱାଡ୍ ପର୍ଯ୍ୟନ୍ତ ଦିନଠାରୁ ରାତି ପର୍ଯ୍ୟନ୍ତ ଏ ଖରାର ତାତି ସହ ନିଆଁର ପ୍ରକୋପରେ ଆଉଟୁ ପାଉଟୁ ହେବା ସତରେ ଦୁଃଖଦାୟକ। ହଁ ଦର୍ଶକ ବନ୍ଧୁ, ଆମେ କହୁଛୁ ଟମକା ବନ ବିଭାଗରେ କାର୍ଯ୍ୟରତ ବନ କର୍ମଚାରୀ ଓ ଫାୟାର ସ୍କ୍ୱାଡଙ୍କ ଦୁଃଖର କାହାଣୀ। ଗ୍ରୀଷ୍ମ ଆସିଲେ ସତେ ଯେମିତି ଏମାନଙ୍କ ଉପରେ ଅଭିଶାପ ପଡ଼େ। ନା ଠିକରେ ଗଣ୍ଡେ ଖାଇବାକୁ ପାଆନ୍ତି, ନା ଠିକରେ ଟିକେ ବିଶ୍ରାମ ନେଇପାରନ୍ତି। ଆଉ ସମୟ ପଡ଼ିଲେ ଏ ମନୁଷ୍ୟକୃତ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏମାନଙ୍କୁ ଭାତ ଥାଳିରୁ ମଧ୍ୟ ଉଠି ଦୌଡ଼ିବାକୁ ପଡ଼େ, ତ ପୁଣି କେତେବେଳେ ଶୋଇବା ବିଛଣାରୁ ଉଠି ପାହାଡ଼ ଚଢ଼ିବାକୁ ପଡ଼େ। କାରଣ ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ଏମାନେ ପ୍ରକୃତି ଯୋଦ୍ଧା ପାଲଟିଛନ୍ତି। ଅବିବେକୀ ମଣିଷଙ୍କର ଟିକିଏ ନିଆଁ ଜଙ୍ଗଲ ସମେତ ପଶୁପକ୍ଷୀ ଜୀବଜନ୍ତୁ ସହ ପରିବେଶ ପାଇଁ ବିପଦ ସାଜୁଥିବା ବେଳେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏ କର୍ମଚାରୀମାନେ ଯୋଦ୍ଧା ପରି ନିଆଁକୁ ନିୟନ୍ତ୍ରଣ କରିବା ସତରେ ପ୍ରଶଂସନୀୟ। ଆଖିରେ ନିଦ ଥାଉ ଅବା ଦେହରେ ଥକାପଣ, ଏସବୁକୁ ପଛରେ ପକାଇ ପ୍ରକୃତିର ରକ୍ଷା କରିବା ଦିଗରେ ଏମାନେ ଅହରହ ଉଦ୍ୟମର ମୂଲ୍ୟ କେହି ଦେଇପାରିବେନି। ହେଲେ ଏମାନଙ୍କୁ ମିଳୁଛି କ'ଣ? ଫାୟାର ସ୍କ୍ୱାଡ୍ ମାନେ 24 ଘଣ୍ଟା ଜାଗ୍ରତ ରହିବା ଓ ସମୟ ପଡ଼ିଲେ ଶ୍ରମଦାନ କରିବା ପାଇଁ ଏମାନେ କେବେ କୁଣ୍ଠିତ ହୋଇନଥିବା ବେଳେ ମଣିଷ କେଇ ହଜାର ଟଙ୍କା ଦରମାରେ ଏମାନଙ୍କର ଭାଗ୍ୟ ଓ ଭବିଷ୍ୟତ ସୀମିତ। ନିୟମିତ ହେବା ପାଇଁ ପୂର୍ବ ନବୀନ ସରକାରଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ମୋହନ ସରକାରଙ୍କ ପାଖରେ ଅନେକ ବାର ହାତ ଯୋଡ଼ି ଅଳି ଅଝଟ କରିଥିଲେ ମଧ୍ୟ ଏମାନଙ୍କ କ୍ଷେତ୍ରରେ ସମସ୍ତେ ଅନ୍ଧମୁକ ବଧିର ପାଲଟିଛନ୍ତି। ହେଲେ ଏ ପ୍ରକୃତି ଯୋଦ୍ଧାମାନେ ଏସବୁକୁ ଖାତିର ନ କରି ସ୍ୱଳ୍ପ ଟଙ୍କାର ଦରମାରେ ମଧ୍ୟ ଖରାର ପ୍ରକୋପ ସହିତ ନିଆଁର ତାତି ସହ ଲଢ଼େଇ କରି ପ୍ରକୃତି ସହ ଏ ମଣିଷ ସମାଜକୁ ରକ୍ଷା କରିବାର ମୂଲ୍ୟ ଏ ସରକାର ଦେଉ ଅବା ନ ଦେଉ, ହେଲେ ମହାଗିରି ନ୍ୟୁଜ୍ ପରିବାର ତରଫରୁ ଏପରି ଯୋଦ୍ଧାମାନଙ୍କୁ ଦିଲ୍ ସେ ସାଲ୍ୟୁଟ୍। ବ୍ୟୁରୋ ରିପୋର୍ଟ, ମହାଗିରି ନ୍ୟୁଜ୍।